ଆର୍ଥିକ ନିଅଣ୍ଟ ବଜେଟ୍ ଆକଳନ 54.5%। ଡିସେମ୍ବର ଶେଷରେ କେନ୍ଦ୍ର ସରକାରଙ୍କ ଆର୍ଥିକ ନିଅଣ୍ଟ 8.55 ଲକ୍ଷ କୋଟି ଟଙ୍କା ଦେବା 2025-26 ଆର୍ଥିକ ବର୍ଷ ବଜେଟ୍ ଆକଳନର 54.5% ବୋଲି ଶୁକ୍ରବାର ପ୍ରକାଶିତ ସରକାରୀ ତଥ୍ୟରୁ ଜଣାପଡ଼ିଛି। ପୂର୍ବବର୍ଷ ଏହି ସମୟରେ କେନ୍ଦ୍ରର ଆର୍ଥିକ ନିଅଣ୍ଟ ବଜେଟ୍ ଆକଳନ 56.7% ଥିଲା। 2025-26 ଆର୍ଥିକ ନିଅଣ୍ଟ ଡିଜିପିର 4.4% ବା 15.69 ଲକ୍ଷ କୋଟି ଟଙ୍କା ରହିବ ବୋଲି କେନ୍ଦ୍ର ସରକାର ଆକଳନ କରିଥିଲେ। ନମ୍ବର 2, ଦିଲ୍ଲୀରେ ଲାଲକିଲ୍ଲା ବିସ୍ଫୋରଣ ତଦନ୍ତର ନୂଆ ମୋଡ଼। ରାଜଧାନୀ ଦିଲ୍ଲୀ ଲାଲକିଲ୍ଲାରେ କାର୍ ବିସ୍ଫୋରଣ ତଦନ୍ତର ବଡ଼ ସଫଳତା ମିଳିଛି। ଗତ 4 ବର୍ଷ ଧରି ସକ୍ରିୟ ଥିବା ଏକ ସଂଗଠିତ ଆତଙ୍କବାଦୀ ମଡ୍ୟୁଲର ପର୍ଦ୍ଦାଫାଶ ହୋଇଛି। ଏହି ମଡ୍ୟୁଲ ପକ୍ଷରୁ ଭାରତର ଅନେକ ପ୍ରମୁଖ ସହରରେ ଥିବା ଗ୍ଲୋବାଲ କଫି ଚେନ୍ ଆଉଟଲେଟ୍ ଉପରେ ଆକ୍ରମଣ କରିବାକୁ ଷଡ଼ଯନ୍ତ୍ର ଚଳାଇଥିବା ବେଳେ ତଦନ୍ତ ସମୟରେ ଧରାପଡ଼ିଥିବା ଡାକ୍ତରମାନଙ୍କୁ ଏହି ହ୍ୱାଇଟ୍ କଲର ମଡ୍ୟୁଲ ଦିଲ୍ଲୀ ଓ ଅନ୍ୟାନ୍ୟ ସହରରେ ଆକ୍ରମଣ କରିବାକୁ ଯୋଜନା କରିଥିଲେ। ତଦନ୍ତ ସୂଚନା ଅନୁଯାୟୀ ଦେଇଥିବା ଏହା ଏକ ସାଧାରଣ ଘଟଣା ନୁହେଁ। 4 ବର୍ଷ ଧରି ସକ୍ରିୟ ଥିବା ମଡ୍ୟୁଲର ଏହା ଏକ ସୁଚିନ୍ତିତ କାର୍ଯ୍ୟର ଅଂଶ ଥିଲା। ନମ୍ବର 3, ରୁଷ ନୁହେଁ ଭେନେଜୁଏଲା ହେବ ଭାରତର ଅଏଲ ପାର୍ଟନର। ବଡ଼ ଅଫର ଦେଲେ ଟ୍ରମ୍ପ। ଆମେରିକା ଭାରତକୁ କହିଛି ଯେ ଖୁବ୍ ଶୀଘ୍ର ଭେନେଜୁଏଲାରୁ ଅଶୋଧିତ ତୈଳ କିଣିବା ଆରମ୍ଭ କରିପାର। ରୟଟର୍ସ ସହିତ କଥା ହେବା ସହିତ ଏହି ଘଟଣା ସହିତ ଜଡ଼ିତ 3 ଜଣ ସୂତ୍ରଙ୍କ ଅନୁସାରେ ଭାରତ ଦ୍ରୁତଗତିରେ ଏହାର ଆମଦାନୀ ହ୍ରାସ କରୁଥିବାରୁ ଆମେରିକା ରୁଷ ତୈଳର ବିକଳ୍ପ ଭାବରେ ଏହି ଯୋଗାଣ ପ୍ରଦାନ କରୁଛି। ନମ୍ବର 4, କେଦାରନାଥ ଧାମରେ ମୋବାଇଲ କ୍ୟାମେରା ନେବା ମନା। କେଦାରନାଥ ଧାମରେ ଦର୍ଶନ ସମୟରେ ମୋବାଇଲ ଏବଂ କ୍ୟାମେରା ବ୍ୟବହାର ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯିବ। ମନ୍ଦିର ପରିସରରେ ଫଟୋ, ଭିଡ଼ିଓ କିମ୍ବା ସୋସିଆଲ ମିଡ଼ିଆ ରିଲ୍ସ ବନାଇବା ଘଟଣାରେ କ୍ରମାଗତ ବୃଦ୍ଧି ପାଉଛି। ନମ୍ବର 5, ବନ୍ୟାର ଆଶଙ୍କା 200 କିମିରୁ ଅଧିକ ବେଗରେ ବହିବ ପବନ। ଖବର ଅନୁସାରେ ଯାହା ବହୁତ ଖରାପ ପରିସ୍ଥିତି ସୃଷ୍ଟି କରିପାରେ, ଯାହାର ପ୍ରଭାବରେ ବନ୍ୟାର ସମ୍ଭାବନା ବାଧ୍ୟ ରହିଛି। ଏହି ବାତ୍ୟା ଫିଲିପାଇନ୍ସ ଉପକୂଳ ମୁହାଁ ହେଉଛି। ଏହାକୁ ବର୍ଷ 2021ର ପ୍ରଥମ ଓ ବଡ଼ ବାତ୍ୟା ବୋଲି କୁହାଯାଉଛି। ଏହା ମଧ୍ୟ କୁହାଯାଉଛି ଏହା ତାଣ୍ଡବ ରଚିପାରେ, ଯେଉଁଥିପାଇଁ ଦେଶର ପାଣିପାଗ ବିଭାଗ ଲୋକଙ୍କୁ ସତର୍କ କରାଯାଇଛି। ପାଣିପାଗ ବିଭାଗ ରିପୋର୍ଟ ଅନୁସାରେ ଫିଲିପାଇନ୍ସ ସାଗରରେ ଏହା ବାତ୍ୟାର ସୁରଙ୍ଗି ସୃଷ୍ଟି କରିବ ବୋଲି ବାଇକଲ ଅଞ୍ଚଳ ଆଡ଼କୁ ଧୀରେ ଧୀରେ ମୁହାଁଉଛି। ନମ୍ବର 6, ଆଜିଠୁ ବିଶ୍ୱପ୍ରସିଦ୍ଧ ଜୋରନ୍ଦା ମାଘମେଳା। ବିଶ୍ୱପ୍ରସିଦ୍ଧ ଜୋରନ୍ଦା ମାଘମେଳା ଢେଙ୍କାନାଳର ଜୋରନ୍ଦା ମହିମା ଗଦିରେ ଏହି ମେଳା ଆୟୋଜିତ ହେଉଛି। ମହିମା ଧର୍ମର ଉତ୍ପତ୍ତି ସ୍ଥଳ ହେଉଛି ଜୋରନ୍ଦା ମହିମା ଗଦି। ଚଳିତ ବର୍ଷ ମାଘମେଳା 153 ବର୍ଷରେ ପହଞ୍ଚିଛି। ମହିମା ସାଧୁମାନେ ମହଣ ମରଣ ଗୃହରେ ବିଶ୍ୱର କଲ୍ୟାଣ ପାଇଁ ଝାଡ଼ ଦୀପ ଜାଳିବେ। ଏହି ମେଳା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଓ ମହିମା ସାଧୁଙ୍କୁ ଜୋରନ୍ଦା ମହିମା ଗାଦିରେ ସମାବେଶ ହେବ। ଏଥିପାଇଁ ସଜେଇ ହେଉଛି ଜୋରନ୍ଦା ସ୍ଥିତ ମହିମା ଗାଦି। ନମ୍ବର 7, ଗୁଗୁଲରେ କଲା ବଡ଼ ଘୋଷଣା। କ୍ରୋମରେ ଆସିବ ସ୍ପେଶାଲ ଫିଚର। ଆପଣ କୌଣସି ୱେବସାଇଟରେ ଟିକେଟ ବୁକ୍ କରୁଥିବା ଫର୍ମ ପୂରଣ କରିପାରିବାଠୁ ଆରମ୍ଭ କରି ସିଟ୍ ସସ୍ପେନ୍ସ ପୂରଣ କରିପାରିବେ। ପେମେଣ୍ଟ କରିବାକୁ ଏବେ ଏସବୁ କିଛି ଆପଣମାନଙ୍କୁ କରିବାକୁ ପଡ଼ିବ, ହେଲେ ଆଉ ନୁହେଁ। ଆଗକୁ ଏସବୁ କାମ କରିବାକୁ ହେଲେ ଗୁଗୁଲ, କାରଣ ଗୁଗୁଲ ଏପରି ଏକ ଫିଚର ଆଣିବାକୁ ଯାଉଛି ଯାହା କ୍ରୋମ ବ୍ରାଉଜରରେ ଆପଣଙ୍କ ଛାଏ ଏସବୁ କାମ କରିଦେବ। ନମ୍ବର 8, ଲଗାତାର ଦ୍ୱିତୀୟ ଦିନରେ କମିଲା ସୁନାର ରୂପା ଦର। ଲଗାତାର ଦ୍ୱିତୀୟ ଦିନରେ କମିଲା ସୁନା ଓ ରୂପା ଦର। ଆଜି ପୁଣି କମିଲା ସୁନା ଓ ରୂପା ଦର। ଲଗାତାର ଦ୍ୱିତୀୟ ଦିନରେ ସୁନା ରୂପା ଖସିଛି। 24 କ୍ୟାରେଟ୍ ସୁନା ଦର 8,620 ଟଙ୍କା ହ୍ରାସ ପାଇଥିବା ବେଳେ ଗତକାଲି ସୁନାର ଦର 10 ଗ୍ରାମ ପିଛା 24 କ୍ୟାରେଟ୍ ସୁନା ଦର 1,69,200 ଟଙ୍କା ଥିବା ବେଳେ ଆଜି 1,60,580 ଟଙ୍କା ହୋଇଛି। ନମ୍ବର 9, ପରମାଣୁ ଘାଟି ସଜାଡୁଛି ଇରାନ। ସାଟେଲାଇଟ ଫଟୋ ବଢ଼ାଇଲେ ଆମେରିକା ଟେନସନ୍। ଆମେରିକାକୁ ଧମକ ଖାତିର ନାହିଁ, ପରମାଣୁ ଶକ୍ତି ସଜାଡୁଛି ଇରାନ। ଗତବର୍ଷ ଆମେରିକା ଦ୍ୱାରା ହୋଇଥିବା ଏୟାର ଷ୍ଟ୍ରାଇକ୍ ପରେ ଇରାନ ପରମାଣୁ ଘାଟିରେ ପୁଣି ଥରେ କାର୍ଯ୍ୟକଳାପ ହୋଇଥିବା ସ୍ପଷ୍ଟ ହୋଇଛି। ସାଟେଲାଇଟ ଚିତ୍ରଗୁଡ଼ିକ ଦର୍ଶାଉଛି ଯେ ଇରାନ ଏହାର 2ଟି ପ୍ରମୁଖ ପରମାଣୁ ଘାଟି ଇସ୍ପାହାନ ଓ ନାତାଞ୍ଜରେ କ୍ଷତିଗ୍ରସ୍ତ ପ୍ରତିଷ୍ଠାନ ଉପରେ ନୂଆ ଛାତ ତିଆରି କରିଛି। ଇସ୍ରାଏଲ ଏବଂ ଆମେରିକା ଆକ୍ରମଣ ପରେ ଇରାନ ତା'ର 2 ପରମାଣୁ ଘାଟିଗୁଡ଼ିକରେ ନୂଆ ଭାବରେ ନିର୍ମାଣ କରିଛି ବୋଲି ସାଟେଲାଇଟ ଚିତ୍ରରୁ ଜଣାପଡ଼ିଛି। ନମ୍ବର 10, ମହାମହିମଙ୍କ ପାଇଁ ସୁରକ୍ଷା ବଳରେ ପୁରୀ ସହର। ପିଣ୍ଡଦାନ କରିବେ ମହାମହିମ। ଶ୍ଵେତଗଙ୍ଗାରେ ପବିତ୍ର ପୁଷ୍କରିଣୀରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଦେବେ ଶ୍ରାଦ୍ଧ। ଏଥିପାଇଁ 3 ତାରିଖରେ ବାୟୁସେନା ସ୍ୱତନ୍ତ୍ର ବିମାନରେ ପୁରୀ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଲୋକଭବନରେ ରାତ୍ରି ଯାପନ ପରେ 4 ତାରିଖ ସକାଳୁ ସକାଳୁ ଶ୍ଵେତଗଙ୍ଗା ଯାଇ କରିବେ ପିଣ୍ଡଦାନ। ଏହାପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବେ, ନେବେ ଆଶୀଷ। ନମ୍ବର 11, କେନ୍ଦ୍ରୀୟ ବଜେଟ୍ 2026 ମଧ୍ୟବିତ୍ତଙ୍କୁ ମିଳିବ ଆଶ୍ୱସ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କେନ୍ଦ୍ରୀୟ ବଜେଟ୍ 2026 ଉପସ୍ଥାପନ କରିବାକୁ ଯାଉଛନ୍ତି। ଆଉ ମାତ୍ର କିଛି ଘଣ୍ଟା ବାକି ଥିବା ବେଳେ ସାରା ଦେଶରେ ଲୋକଙ୍କ ଆଶା ବୃଦ୍ଧି ପାଉଛି।
ମଧ୍ୟବିତ୍ତ ଶ୍ରେଣୀର ଲୋକମାନେ ଅତ୍ୟାବଶ୍ୟକ ଜିନିଷ ଶସ୍ତାକୁ ନେଇ ଆଶା ରଖିଛନ୍ତି। ଟିକେଟ୍ ସଞ୍ଚୟଠାରୁ ଆରମ୍ଭ କରି ସୁଲଭ ମୌଳିକ ଆବଶ୍ୟକତା ପର୍ଯ୍ୟନ୍ତ ବଜେଟ୍ ବିତର୍କରେ କେନ୍ଦ୍ର ରହିଛି। ନମ୍ବର 12 ଅପ୍ରେଲ ଶେଷ ସୁଦ୍ଧା ରାମ ମନ୍ଦିର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବାର ସମ୍ଭାବନା। ଅଯୋଧ୍ୟାରେ ରାମ ମନ୍ଦିର ସମ୍ବନ୍ଧିତ ସମସ୍ତ ନିର୍ମାଣ କାର୍ଯ୍ୟ 30 ଏପ୍ରିଲ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଆଶା ରହିଛି। ଏହି ପ୍ରକଳ୍ପ ମୋଟ ଖର୍ଚ୍ଚ ପ୍ରାୟ 1.9 କୋଟି ଟଙ୍କା ହେବାର ସମ୍ଭାବନା ରହିଛି। ରାମ ମନ୍ଦିର ନିର୍ମାଣ କମିଟିର ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଶନିବାର ଏହି ସୂଚନା ଦେଇଛନ୍ତି। ଏଠାରେ ରାମ ମନ୍ଦିର ନିର୍ମାଣ କମିଟିର 2 ଦିବସୀୟ ବୈଠକର ସମାପନ ପରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ମିଶ୍ରା କହିଛି ଯେ ଲାର୍ସ ଆଣ୍ଡ ଏଲ୍&ଟି ଟାଟା କଲେକ୍ସନଟି ଯାହା ସାଇଟରେ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ପରିଚାଳନା କରୁଛି, ନିର୍ମାଣ କାର୍ଯ୍ୟ ପୂରା ହେବା ପରେ 30 ଏପ୍ରିଲ ସୁଦ୍ଧା ମନ୍ଦିର ପରିସର ଛାଡ଼ିଦେବେ। ନମ୍ବର 13 ମହିଳା ଚଳାଇବେ ଆମ ବସ୍ ଇଲେକ୍ଟ୍ରୋନିକ୍ ବସ୍। ମହିଳା ରହିବେ ଡ୍ରାଇଭର, କଣ୍ଡକ୍ଟର ଏବଂ ହେଲ୍ପର। ଶନିବାର ଟ୍ରେନିଂ ପାଇଁ ପୁନେ ଯିବେ 20 ମହିଳା ଡ୍ରାଇଭର। ସହରାଞ୍ଚଳ ପରିବହନ ମହିଳାମାନଙ୍କ ସହଭାଗିତା ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଓଡ଼ିଶା ସରକାର ପ୍ରମୁଖ ଏବଂ ସବୁଠାରୁ ନିର୍ଭରଯୋଗ୍ୟ ଜନପରିବହନ ବ୍ୟବସ୍ଥା କ୍ୟାପିଟାଲ ରିଜିୟନ ଅର୍ବାନ୍ ଟ୍ରାନ୍ସପୋର୍ଟ କ୍ରିଏଟ୍ ଏହାର ଆମ ପାଇଁ ବସ୍ ସେବା ମହିଳାମାନଙ୍କ ପାଇଁ ଡ୍ରାଇଭରଙ୍କ ପାଇଁ ସାମିଲ କରିବାକୁ ଆରମ୍ଭ କରିଛି। ନମ୍ବର 14 ଗଞ୍ଜାମ ଜିଲ୍ଲାକୁ 492 କୋଟି ଟଙ୍କାର ପ୍ରକଳ୍ପ ଭେଟିଦେଲେ ମୁଖ୍ୟମନ୍ତ୍ରୀ। ଗୋପାଳପୁର ମହୋତ୍ସବ ହେଉଛି ଇତିହାସର ପରମ୍ପରା, ସଂସ୍କୃତି ଓ ପ୍ରକୃତିର ସୁନ୍ଦର ସମନ୍ୱୟ। ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନ୍ୟତମ ଗଞ୍ଜାମ ଓ ଗରିମା ଓ ଆମ ସଂସ୍କୃତିର ଜୀବନ୍ତ ଐତିହାସିକ ଉତ୍ସବରେ ପରିଣତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୋପାଳପୁର ବେଳାଭୂମିରେ ମହୋତ୍ସବ 2026ର ଉଦ୍ଯାପନୀ ଅବସରରେ କହିଛନ୍ତି। ନମ୍ବର 15 ଓଡ଼ିଶା ସରକାରଙ୍କ ତାଗିଦକୁ ଖାତିର କରୁନି ଆନ୍ଧ୍ର। କୋଟିଆ ଓଡ଼ିଶା ଅବିଚ୍ଛେଦ ଅଙ୍ଗ। ଓଡ଼ିଶାରେ ରହିଛି ଏବଂ ରହିବା ପାଇଁ କୋଟିଆ ପାଇଁ ପୂର୍ଣ୍ଣକାଳୀନ ରେଡି ପ୍ରସ୍ତୁତ ହେଉଛି। କେହି ବା କୋଟିଆ ଉପରେ ଆଖି ପକାଇଲେ ଛାଡ଼ିବୁ ନାହିଁ ବୋଲି ରାଜ୍ୟର ସ୍ୱତନ୍ତ୍ର ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀ ଓ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହୁଥିବା ବେଳେ ଆନ୍ଧ୍ର କିନ୍ତୁ ଏହା ନିଜ ଆତ୍ମଦାହକୁ ଜାରି ରଖିଛି। କୋଟିଆ ଅଞ୍ଚଳରେ ବାରମ୍ବାର ଅନୁପ୍ରବେଶକାରୀଙ୍କୁ ନିଜ ସ୍ଥିତିକୁ ଜାହିର କରିବା ପାଇଁ ପ୍ରମାଣପତ୍ର ଉଦ୍ୟମ ଜାରି ରଖିଛି। ନମ୍ବର 16 ଆସନ୍ତାକାଲି ପଞ୍ଜାବ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସନ୍ଥ ଗୁରୁ ରବି ଦାସଙ୍କ 649ତମ ଜନ୍ମବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ପଞ୍ଜାବ ଗସ୍ତରେ ଯିବେ। ଶ୍ରୀ ମୋଦି ଆମଦନପୁର ବିମାନବନ୍ଦର ପରିଦର୍ଶନ କରି ଏହାକୁ ଗୁରୁ ରବିଦାସଜୀ ବିମାନବନ୍ଦର ନାମରେ ନୂତନ ନାମକରଣ କରିବେ। ଶ୍ରୀ ଗୁରୁ ରବିଦାସ ଜଣେ ସନ୍ଥ ଓ ସାମାଜିକ ସଂସ୍କାରକ ଥିଲେ। ନମ୍ବର 17 ରାଜ୍ୟ କ୍ୟାବିନେଟର 10ଟି ବିଭାଗର 12ଟି ପ୍ରସ୍ତାବକୁ ଅନୁମୋଦନ। ରାଜ୍ୟ ସମବାୟ ନୀତି 2026କୁ କ୍ୟାବିନେଟର ଅନୁମୋଦନ। ନୂଆ ନୀତି ସମବାୟ ଭିତ୍ତିଭୂମିକୁ ଓ ଟେକ୍ନୋଲୋଜିର ପ୍ରୟୋଗ ମିଳିଛି ଗୁରୁତ୍ୱ। ଢେଙ୍କାନାଳ ଗଞ୍ଜାମରେ ହେବ ଇଣ୍ଟିଗ୍ରେଟେଡ୍ ବା ନ୍ୟୁ ଏଜେନ୍ସି ମ୍ୟାନୁଫ୍ୟାକ୍ଚରିଂ କମ୍ପ୍ଲେକ୍ସ। କଲ୍ୟାଣ ଗ୍ରୁପ ଏଥିରେ 17,250 କୋଟି ଟଙ୍କା ନିବେଶ କରିବ। ଏହି ପ୍ରକଳ୍ପ ଦ୍ୱାରା 12,000 ନିଯୁକ୍ତି ସୃଷ୍ଟି ହୋଇପାରେ ବୋଲି ଆଶା କରାଯାଉଛି। ନମ୍ବର 18 ମର୍ମନ୍ତୁଦ ଭୟଙ୍କର ସଡ଼କ ଦୁର୍ଘଟଣା। ଭୟଙ୍କର ମର୍ମନ୍ତୁଦ ବ୍ରହ୍ମପୁର ସହର ପାଇଁ କଳା ଶନିବାର। 3ଟି ବାଇକ୍ ଉପରେ ଟ୍ରକ୍ ମାଡ଼ିଯିବାରୁ ଚାଲିଯାଇଛି 5 ଜଣଙ୍କ ଜୀବନ। ଏହି ଖବର ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିବା ବେଳେ ରାସ୍ତା ନିର୍ମାଣକୁ ନେଇ ପ୍ରଶ୍ନ ଉଠିଛି। ବିଛାଡ଼ି ହୋଇ ପଡ଼ିଛି ଟିଫିନ୍ ବାକ୍ସ, ପାଖରେ ପଡ଼ିଛି ପାଣି ବୋତଲ, ହେଲେ ଦ୍ୱିପହର ଖାଇବା ଆଗରୁ ଜୀବନ ଚାଲିଗଲା। ନମ୍ବର 19 ସ୍କୁଲ ଜଗିବ ଏଆଇ କ୍ୟାମେରା। ସରକାରଙ୍କ ଆଭିମୁଖ୍ୟ ଠିକ୍, ସରକାରୀ ସ୍କୁଲ ଲାଗିବ ଏଆଇ କ୍ୟାମେରା। ଛାତ୍ରଛାତ୍ରୀ ସୁରକ୍ଷା ଓ ଶିକ୍ଷକଙ୍କ ଗତିବିଧି ଉପରେ ନଜର ରଖିବ ଏଆଇ କ୍ୟାମେରା। ଶୁଣିବାକୁ ଭଲ ଓ ଲାଗୁଛି, ହେଲେ ଏଆଇ ସମସ୍ତ ସ୍କୁଲ ଭିତ୍ତିଭୂମିକୁ ଅଛି ତ? ବିଦ୍ୟାଳୟ ସ୍ତରରେ ସ୍କୁଲ ପିଲାଙ୍କ ଭିତରେ ଲୁକ୍କାୟିତ ବୈଷୟିକ ଦକ୍ଷତା ବୃଦ୍ଧି ପାଇଁ ଓ ସେପା ଆରମ୍ଭ କରିଛି। ଉଦ୍ୟମତା ସହିତ ପିଲାମାନଙ୍କୁ ବିଦ୍ୟାଳୟ ସ୍ତରରେ ଦିଆଯିବ ବୋଲି ଉଚ୍ଚମାନର ସାଟେଲାଇଟ୍ ଓ ଇଣ୍ଟରନେଟ୍ ମାଧ୍ୟମରେ ଶିକ୍ଷାଦାନ କରାଯାଉଛି। ନମ୍ବର 20 28 ଫେବୃଆରୀ ମଧ୍ୟରେ ପଞ୍ଜୀକରଣ କରିନଥିବା ହିତାଧିକାରୀଙ୍କ ଯୋଜନାରୁ ବାଦ୍ ପଡ଼ିପାରନ୍ତି। ସିଏମ୍ କିଷାନ ହିତାଧିକାରୀମାନେ ବଡ଼ ସୂଚନା। ସିଏମ୍ କିଷାନ ଯୋଜନାର ବାଧ୍ୟତାମୂଳକ ଆବଶ୍ୟକଗୁଡ଼ିକ ପୂରଣ କରିନଥିଲେ ହିତାଧିକାରୀମାନଙ୍କ ନିମନ୍ତେ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କଲେ ରାଜ୍ୟ ସରକାର। 28 ଫେବୃଆରୀ ମଧ୍ୟରେ ପଞ୍ଜୀକରଣ କରିନଥିବା ହିତାଧିକାରୀମାନେ ଯୋଜନାରୁ ବାଦ୍ ପଡ଼ିପାରନ୍ତି। ପଞ୍ଜୀକରଣ ପାଇଁ ବାଧ୍ୟତାମୂଳକ ଆବଶ୍ୟକ ଯେମିତି ବ୍ୟାଙ୍କ ଖାତା ସହିତ ଆଧାର ସଂଯୋଗୀକରଣ କରିବେ, କୃଷକ ଓଡ଼ିଶା ପୋର୍ଟାଲରେ ପଞ୍ଜୀକରଣ ଭଳି ଆବଶ୍ୟକତାଗୁଡ଼ିକ ପୂରଣ କରିବାକୁ ହେବ।